କାରୋ ନଦୀରେ ନିଖୋଜ ଯୁବକର ମୃତଦେହ 4 ଦିନ ପରେ ଉଦ୍ଧାର କଲା ଅଗ୍ନିଶମ ବିଭାଗ। ମାଛ ଧରିବାକୁ ଯାଇ ନଦୀରେ ନିଖୋଜ ହୋଇଗଲେ ଯୁବକ। ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟା ପରେ ଉଦ୍ଧାର ହୋଇନଥିଲେ ଯୁବକ, ଯାହାକି ସୂଚନା ରହିଛି। କେନ୍ଦୁଝର ଜିଲ୍ଲା ବଡ଼ବିଲି ଥାନା ଅନ୍ତର୍ଗତ ହାୟାରପୁର ଗ୍ରାମର ଦୁଲୁମୁଣ୍ଡା ନାମକ ଜଣେ ଯୁବକ ଗତ ରବିବାର ଠାରୁ ଗ୍ରାମ ନିକଟ କାରୋ ନଦୀରେ ବୁଡ଼ି ନିଖୋଜ ହୋଇଥିଲେ। 4 ଦିନ ଧରି ବଡ଼ବିଲି ଅଗ୍ନିଶମ ବାହିନୀ ଖୋଜାଖୋଜି କଲା ପରେ କୌଣସି ସନ୍ଧାନ ପାଇନଥିଲେ। ଆଜି ସକାଳୁ ଦୁଲୁମୁଣ୍ଡାଙ୍କ ମୃତଦେହ ନଦୀରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ବଡ଼ବିଲି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ବଡ଼ବିଲି ପୋଲିସ ଅଗ୍ନିଶମ ବାହିନୀ ପହଞ୍ଚି ଘଟଣାସ୍ଥଳରେ ମୃତଦେହକୁ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ବଡ଼ବିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ନେଇ ସୂଚନା ଅନୁଯାୟୀ ଗତ ରବିବାର ସନ୍ଧ୍ୟା ସମୟରେ ଦୁଲୁମୁଣ୍ଡା କିଛି ଲୋକଙ୍କ ସହିତ କାରୋ ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ କୌଣସି କାରଣବଶତଃ ସେ ନଦୀରେ ବୁଡ଼ିଯାଇ ନିଖୋଜ ହୋଇଯାଇଥିଲେ। ପରେ ବଡ଼ବିଲି ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କୁ 3 ଦିନ ଧରି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ କୌଣସି ସନ୍ଧାନ ମିଳିନଥିଲା। ଆଜି ସକାଳ ପ୍ରାୟ 9ଟା ବେଳେ ମୃତକଙ୍କ ଶବ ନଦୀରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ରହିଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ବଡ଼ବିଲି ପୋଲିସ। ଏହା କୌଣସି ଦୁର୍ଘଟଣା ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି ତାହା ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ଅସଲ କାରଣ ଜଣାପଡ଼ିବ ବୋଲି ବଡ଼ବିଲି ପୋଲିସ ପକ୍ଷରୁ ସୂଚନା। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।